ଉପରେ ଅର୍ଗାନାଇଜେସନ ଆଡମିନିଷ୍ଟ୍ରେସନ ଆମେ ପଢୁଥିଲେ ପାଖାପାଖି କିଛି ଦିନର ଅନ୍ତରାଳର ପରେ ଆମେ ଆଜି ପୁନର୍ବାର ପୁଣି କ୍ଲାସକୁ ପ୍ରତ୍ୟାବର୍ତ୍ତନ କ୍ଲାସକୁ ଫେରିଛେ। ଆଜି ଆମେ ଦେଖିବା ଇକ୍ୟୁପମେଣ୍ଟ। ଆମେ ଗୋଟେ କଥା ହଉଛି ସେ ପଚାରିବ ଫିଜିକାଲ ଏଜୁକେସନରେ let me check ପିଲାମାନେ ଆଜି ଆମେ ପଢିବା ଇକ୍ୟୁପମେଣ୍ଟ। ସେ ପ୍ରଥମରୁ ପଚାରିପାରେ ମାନେ ଫିଜିକାଲ ଏଜୁକେସନରେ ଫିଜିକାଲ ଏଜୁକେସନରେ ଇକ୍ୟୁପମେଣ୍ଟର ଜରୁରୀ କେତେ? ନିହାତି ଭାବରେ ଇକ୍ୟୁପମେଣ୍ଟର ୱିଦାଉଟ୍ ଇକ୍ୟୁପମେଣ୍ଟ ଫିଜିକାଲ ଏଜୁକେସନ କୌଣସି ମାନେ ନାହିଁ କହିବାକୁ ଗଲେ। need for the equipment act as an incentive to participate ହେଲା। ये देखो लिखिଛି intensive participate with equipment different kind of activities could be taught and different skill could be achieved। ଆମେ with equipment रे ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାଉ। ଆମେ ୱିଦାଉଟ୍ ଇକ୍ୟୁପମେଣ୍ଟରେ ଆମେ ବହୁତ କମ କାର୍ଯ୍ୟକଳାପ କରିଥାଉ ଏକ୍ସରସାଇଜ କରିଥିଲେ ମଧ୍ୟ ଇକ୍ୟୁପମେଣ୍ଟରେ ଅନେକ ଆମକୁ ବେନିଫିଟ ଦିଏ ଫିଜିକାଲ ଏଜୁକେସନ। ଯେହେତୁ ଆମେ ଫିଜିକାଲ ଏଜୁକେସନ ଟିଚର ଇକ୍ୟୁପମେଣ୍ଟର ଆବଶ୍ୟକତା, ଇକ୍ୟୁପମେଣ୍ଟ କେମିତି ଲଙ୍ଗ ଲାଷ୍ଟିଂ କରିବ, ଇକ୍ୟୁପମେଣ୍ଟ କେମିତି ବେଶୀ ଦିନ ଯିବ, ଇକ୍ୟୁପମେଣ୍ଟ କେମିତି କୋଉ ଜିନିଷଟାକୁ ଅଧିକ କେୟାର ନିଆଯିବ ସେଥିପ୍ରତି ନିଶ୍ଚିତ ଭାବରେ ଗୋଟେ ଫିଜିକାଲ ଏଜୁକେସନ ଟିଚର ବହୁତ ଗୁରୁତ୍ୱ ଆବଶ୍ୟକ। ଯେ ଆପଣ ଯେତେବେଳେ ଫିଜିକାଲ ଏଜୁକେସନ ଟିଚର ହିସାବରେ ଗୋଟେ ସ୍କୁଲରେ ଜଏନ କରିବେ ନିହାତି ଭାବରେ ଫିଜିକାଲ ଏଜୁକେସନ ର ଡିପାର୍ଟମେଣ୍ଟକୁ ବା ଇକ୍ୟୁପମେଣ୍ଟକୁ ବିଭିନ୍ନ ପ୍ରକାର ଆପଣ ୱେରେ ତାକୁ ଆପଣ କଣ ବଞ୍ଚେଇବାକୁ ଚେଷ୍ଟା କରିବେ। ଆଚ୍ଛା, ପ୍ରଥମ କଥା ହଉଛି ଏହା ହଉଛି ଦୁଇ ପ୍ରକାର ଇକ୍ୟୁପମେଣ୍ଟ। ଗୋଟେ ହଉଛି ପରମାନେଣ୍ଟ ଇକ୍ୟୁପମେଣ୍ଟ ଆଉ ଗୋଟେ ଟେମ୍ପୋରାରୀ ଇକ୍ୟୁପମେଣ୍ଟ। ଗୋଟେ ହଉଛି ପରମାନେଣ୍ଟ ଇକ୍ୟୁପମେଣ୍ଟ, ଯେମିତି ପରମାନେଣ୍ଟ ସିଏ କେବଳ ଥରେ ଆସିଥାଏ, ଯେମିତିକି ଲାଇକ୍ ଗୋଲ ପୋଷ୍ଟ, ଫୁଟବଲ ପୋଷ୍ଟ ବା ବାର, ଯେମିତି ଆପଣଙ୍କର ହାଇ ଜମ୍ପ ବାର ହେଲା କି ଜିମ୍ନାଷ୍ଟିକ୍ସ ର ବାର ହେଲା, ଜିମ୍ନାଷ୍ଟିକ୍ସ ର ବାର ହେଲା, ଏମିତି ଯୋଉ ବାର ଏଗୁଡା ସବୁ କଣ ପରମାନେଣ୍ଟ। ଯେମିତି କି ଖୋ ଖୋ ପୋଲ ହେଲା, ଏସବୁ ଦ୍ୱିତୀୟ ଥର ଗଭର୍ଣ୍ଣମେଣ୍ଟ କିଣିବାକୁ ପରମିଶନ ଦିଏ ନାହିଁ। ସେମିତି କି ଟେମ୍ପୋରାରୀ ଯେମିତି ଅଛି ଡେଷ୍ଟ୍ରଏବଲ ଲାଇକ୍ ଏ ନେଟ୍, ଆପଣଙ୍କର ପ୍ରତିବର୍ଷ ନେଟ୍ କିଣିପାରିବେ, ଆପଣ ବଲ୍ ପ୍ରତିବର୍ଷ କିଣିପାରିବେ, ବ୍ୟାଟ୍ ପ୍ରତିବର୍ଷ କିଣିପାରିବେ, ରାକେଟ କିଣିପାରିବେ, କିନ୍ତୁ ପ୍ରତିବର୍ଷ ଆପଣ ସର୍ଟପୁଟ ମନେ ରଖନ୍ତୁ, ସର୍ଟପୁଟ ପ୍ରତିବର୍ଷ ଡିସ୍କସ୍ ଏସବୁ ଆମେ ପ୍ରତିବର୍ଷ କିଣିପାରିବା ନାହିଁ ବା ତାର ଗଭର୍ଣ୍ଣମେଣ୍ଟର ପରମିଶନ ନାହିଁ। ଗୋଟେ ପିଲାମାନେ ତ ବହୁତ କଥା ଆମେ ଦେଖିବା, କିନ୍ତୁ ଗଭର୍ଣ୍ଣମେଣ୍ଟର ଗୋଟେ ସିଡ୍ୟୁଲ ଅଛି ବା ଚାର୍ଟ ଅଛି। ସେ ଚାର୍ଟ ଭିତରେ ଆପଣ କଣ କଣ ପ୍ରତିବର୍ଷ କିଣିପାରିବେ ଆଉ କଣ କଣ ପ୍ରତିବର୍ଷ କିଣି ନ ପାରିବେ ତାର ମଧ୍ୟ ଚାର୍ଟ। ଯେମିତିକି ଆମେ ଡିସ୍କସନ କରିବା କିଛି ନାହିଁ ଏ ଟପିକରେ, ନର୍ମାଲ ଜିନିଷ। ଆଚ୍ଛା, ଯେମିତିକି ଆମେ ଡିସ୍କସନ କରିବା, ଆମେ ସର୍ଟପୁଟ ହେଲା, ଡିସ୍କସ ହେଲା, ଜାଭେଲିନ ହେଲା, ଏସବୁ ଆମେ ପ୍ରତିବର୍ଷ କିଣିପାରିବା ନାହିଁ, ବୁଝିହେଲା। ସେଇଭଳିଆ ପ୍ରତିବର୍ଷ ଆମେ କଣ କିଣିପାରିବା, ଆମେ ଧରନୀୟ ବଲ ହେଲା, ରାକେଟ ହେଲା, ସଟଲ ହେଲା, ଆମେ ବ୍ୟାଟ ହେଲା, ଆମେ ପ୍ରତିବର୍ଷ ଆକୁ ସବୁ କିଣିପାରିବା, ହେଲା କି। ଆଚ୍ଛା, ଆଉ ଗଭର୍ଣ୍ଣମେଣ୍ଟ ତରଫରୁ ଇକ୍ୟୁପମେଣ୍ଟ ପାଇଁ ପ୍ରତିବର୍ଷ କେତେ ଆସେ? 25,000 ଟଙ୍କା ଆସେ, ହେଲା। 25,000 ଟଙ୍କା ଭିତରେ ଆମେ ସବୁ ଜିନିଷ କିଣିପାରିବା, ହେଲା। ଆଚ୍ଛା, ଗୋଟେ ଧରନୀୟ ଗୋଟେ ଆନୁଆଲ ସ୍ପୋର୍ଟସ କରୁଛୁ, ଆମେ ଯିବା ଆଗକୁ ଯାଇକି ବୁଝିବା ତାକୁ। ଆଚ୍ଛା ଦେଖ, କେୟାର ଆଣ୍ଡ ମେଣ୍ଟେନାନ୍ସ ଅଫ ଇକ୍ୟୁପମେଣ୍ଟ, ଆମେ ଇକ୍ୟୁପମେଣ୍ଟର କିଭଳି ଭାବରେ କେୟାର ନେବା ଦେଖ ଲେଖା ହେଇଛି, ନିଶ୍ଚିତ ଭାବରେ ଲେଖା ହେଇଛି। ଦେଖ ଏଠି, ପ୍ରପର କେୟାର ଆଣ୍ଡ ମେଣ୍ଟେନାନ୍ସ ଅଫ ସ୍ପୋର୍ଟସ ଇକ୍ୟୁପମେଣ୍ଟ ଆଣ୍ଡ ପ୍ଲେ ଫିଲ୍ଡ ଇନକ୍ରିଜ their life, ensure safety, save money, give better performance। ଆମେ ଯଦି ଆମେ ପ୍ରପରଲି ଇକ୍ୟୁପମେଣ୍ଟ କୁ ଆମେ କଣ କରିବା, କେୟାର ନବା, ନିହାତି ଭାବରେ ଆମର କଣ ହବ, ପଇସା ବଞ୍ଚିବ। ଆଉ ଗୋଟେ ଜିନିଷର ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବ। ଆଉ ଗୋଟେ ଜିନିଷ କଣ, ଆଉ ଆମର ହଉଛି କଣ, ବେଟର ପରଫରମେନ୍ସ କରିପାରିବା। କିଛି କିଛି ଜିନିଷ ନୂଆ ଯୋଉ ଜିନିଷଟା ଆସିଥାଏ ଆମେ ସେଥିରେ ଭଲ ପରଫର୍ମ କରିପାରୁନୁ, କିଛି ଟିକେ ପୁରୁଣା ହେଇଗଲେ ଭଲ ପରଫର୍ମ କରିହୁଏ। ଯେମିତିକି କ୍ରିକେଟ ବ୍ୟାଟ୍, ଗୋଟେ ନୂଆ ବ୍ୟାଟ୍ ଚାଲି ଆସିଥିବ କିନ୍ତୁ ଶୁଖି ନଥିବ, ସେଟା କଣ ବେଶୀ ଭଲ ପରଫର୍ମ ଆମେ କରିପାରନ୍ତିନି, ସେଥିରେ ଟିକେ ପୁରୁଣା ହେଲେ କରିପାରନ୍ତି। ସେଇଭଳିଆ ହାଇ ଜମ୍ପ ବାର ହଉ କି ମେଜରିଂ ଟେପ୍ ହଉ, ବିଭିନ୍ନ ପ୍ରକାର ସବୁ ଅଛି ଏଇଭଳି। ଆଚ୍ଛା, ସେଇଭଳିଆ ପ୍ରଥମେ ଦେଲା ହାଫ ସେପାରେଟ ରୁମ୍। ନିଶ୍ଚିତ ଭାବରେ ଆଗେ ଆମେ ଗୋଟେ ସେପାରେଟ ରୁମ୍ ନବାକୁ ପଡିବ ଫିଜିକାଲ ଏଜୁକେସନ ବା ସ୍ପୋର୍ଟସ ପାଇଁ। ଗୋଟେ ସେପାରେଟ ରୁମ୍ ଆମେ ନବାକୁ ପଡିବ, ସେଇ କଥା ଆମେ ଲେଖିଛେ ଏଠି। ହାଭ ଏ ସେପାରେଟ ରୁମ୍ ଫର କିପିଂ ଦ ଇକ୍ୟୁପମେଣ୍ଟ ୱିଥ ଷ୍ଟାଣ୍ଡସ, ସିଭେସ୍, କପ୍ ବୋର୍ଡ, ବକ୍ସ ସବୁ ନେଇକି ଗୋଟେ ମାନେ ଗୋଟେ
स्पोर्ट्स रूम नबाक पड़ो रूम न ना गोटे आपन को किसी हम ना जदि कौन स्कूल रूम नहीं एचएम को इनफॉर्म कर एचएम जेबे देवे नदेवे ना बेसी आप एचएम को संगे जुक्ति करिया किसी दरकार नहीं। द्वितीय हूँ कीप द रूम क्लीन से रूम को आम सफा सुतरा रखा निहाती भाव रखा दरकार। तापर आसले 3 ओनली ऑथराइज्ड पर्सन माने कौन ओनली ऑथराइज्ड पर्सन शुड हैंडल द इक्विपमेंट से इक्विपमेंट को केवल फिजिकल एजुकेशन टीचर ही हैंडल करवा दरकार। ऑथराइज्ड पर्सन लिखला जेहेतु फिजिकल एजुकेशन टीचर ही केवल हैंडल करवा दरकार अन्य क्या से अलाउ करवा दरकार नहीं अन्य कौन टीचर देखिए विभिन्न क्षेत्र में बहुत बहुत सब टीचर आसिक मामला देखा एटा एमती कौन हो अरे स्पोर्ट्स भितर से किसी जानते कि आम सब जाणिक भी चुप रहा जेहतु से सीनियर ओके ये हूँ कथा। अच्छा द्वितीय तृतीय आसला सॉरी चतुर्थ आसला कौन कीप द रेजिस्टर निश्चित भाव आम गोटे इक्विपमेंट गोटे अच्छी रेजिस्टर है रेजिस्टर एटी आपंकर क्वांटिटी लिखा हे से रेजिस्टर कौन लिखा हे ना आपंकर लिखा हे क्वांटिटी आपन पाखे केते अवेलेबल अच्छी केते डेस्ट्रॉय केते नष्ट हो जाइए आउ केते सब टोटाल केते। अच्छा गोटे हूँ डेस्ट्रॉय रेजिस्टर थी गोटे हूँ डेस्ट्रॉय रेजिस्टर है गोटे हूँ माने अवेलेबल रेजिस्टर विभिन्न प्रकार सब रेजिस्टर अच्छी फिजिकल एजुकेशन ये है। अच्छा तापर आसला कौन स्टाम्प ऑल द इक्विपमेंट आम सब इक्विपमेंट स्टाम्प दबा तो से गोटे नॉर्मल लिखी दबा दरकार सब जिनस को आम स्कूल सिंबल दबा दरकार ना सी भल जिनसा कह एटा मोर एटा तुम स्कूल एमि सब होता है। अच्छा स्टोर इन करेक्ट प्लेस करेक्ट प्लेस आम स्टोर कर दरकार देखो बॉल फल केमी सब स्टोर कर रखा आफ्टर यूज द इक्विपमेंट शुड बी द क्लीन्ड एंड प्रॉपर्ली स्टोर इन द करेक्ट प्लेस अलॉटेड टू देम। अच्छा चेक रेगुलर आम प्रत्येक जिन सब चेक करिया दरकार। अच्छा माइनर रिपेयर आम धरने कौन बॉल फुटीगला कि गोटे बैट हैंडल भांगला माइनर रिपेयर आम कर मेजर रिपेयर तो आम कर ना से गोटे कौन पेंट वंस এটা হଉଛି ଆମ ରୁମ୍ କୁ ଗୋଟେ ମିନିମମ୍ ଗୋଟେ ବର୍ଷର ଥରେ ତ ମିନିମମ୍ ଆମେ ରୁମ୍ କୁ ପେଣ୍ଟ କରିପାରିବା କୌଣସି ନେଟ୍ କି ଗୋଲ ପୋଷ୍ଟ ହେଲା କି ଅନ୍ୟାନ୍ୟ ତାକୁ ସବୁ ଆମେ ତାକୁ ବର୍ଷରେ ଥରେ ତାକୁ ପେଣ୍ଟ ବି କରିବା ଦରକାର ଏସବୁ ପାଇଁ ଦେଖ ଯାହା ସିନା ବହିରେ ପଢିଦବା କିନ୍ତୁ ପିଲାମାନେ ଗୋଟେ କଥା ଶୁଣ ଯାହା ସବୁ ଆମେ ବହିରେ ସିନା ପଢିବା କିନ୍ତୁ ସେ ସବୁ ଜିନିଷ ଆମ ସ୍ୱପ୍ନରେ ସାକାର ହୁଏ ନା ମୁଁ ତମ ଭଳିଆ ବହୁତ କିଛି ଦେଖିଥିଲି କିନ୍ତୁ ସେ ସବୁ କିଛି ନୁହଁ ଆପଣ ଯୋଉ ଫିଜିକାଲ ଏଜୁକେशन ବୋଲି ବିପିଏଡ୍ ରେ ଯାହା ପଢିଛନ୍ତି ତାର ଓଲଟା ହିଁ ସ୍କୁଲ ରେ ସବୁ କରିବାକୁ ପଡିବ ସମସ୍ତଙ୍କୁ ମୁଁ ଯାହା ମୋର 3 ବର୍ଷର ଏକ୍ସପିରିଏନ୍ସ ଭିତରେ ମୁଁ କହୁଛି ଚେକ୍ ରେଗୁଲାରଲି କଲା ମାଇନର ରିପେୟାର କଲା ପେଣ୍ଟ ୱାନ୍ସ ଇୟର କଲା କେୟାର ଅଫ ବଲ୍ ବଲ୍ ର କେୟାର ଆମେ ନବା ନିହାତି ଲେଦର ବଲ୍ ସୁଡ୍ ବି ଦ କିପ୍ କ୍ଲିନ୍ ଦେ ସୁଡ୍ ବି ଇନଫ୍ଲାକ୍ଟେଡ करेक्टली एंड प्लेस प्रॉपर्ली आम लेदर बॉल को बहुत आम केयर नवा दरकार निहाती भाव तापर आसला प्रोटेक्ट फ्रॉम सन एंड रेन हाँ आम इक्विपमेंट गोटे गोटे इक्विपमेंट खरा लगिले वर्षा हेले से नष्ट हो जाए ताको सब देखी शुणी व्यवहार करवा दरकार निहाती भाव है। अच्छा periodic inspection make a periodic inspection of all equipment and play field take necessary action हाँ periodic inspection मध्य ए आगु आगु को हेइ जो फ्यूचर हेइ जो कौन periodic inspection ना अच्छा कौन हेइ जो ना आमे periodic आमर सब क्षेत्र में गोटे गोटे ओपर ऑफिसर आमर एपर्यंत नांती फिजिकल एजुकेशन रे ओपर ऑफिसर मतलब कौन कहल ओपर ऑफिसर से आसिक चेक करियो कौन खेल होची कि नहीं कौन कर तू कौन इक्विपमेंट ए वर्ष किनिलु कौन कलु ए सब एपर्यंत कहीं नांती निहाती भाव आगु प्लान होची आसीबे। अच्छा से बडा आसला कौन ना प्रॉपर यूज एंड ट्रेनिंग आमे जिंस को हम जदी कोनोसी यूज जान नथिबा आम बॉल को प्रेशर दबा पे गोटे मेसीन थाए आम ताको सठिक भाव यूज जान नथिबा से नष्ट हो निहाती भाव आम से ट्रेन हवा दरकार ट्रेंड हवा दरकार केयर ऑफ प्ले फील्ड प्ले फील्ड को मतलब केयर ना कि गुटका जरी खपाड़िया कि गोटे गाई कटेदेला एटा जदि तुम प्ले फील्ड अच्छी सठिक भाव आज ए फिजिकल एजुकेशन टीचर सठिक भाव आम केयर नवा दरकार सेमती रेस्पॉन्सिबिलिटी एंड डिसिप्लिन आपणकर दायित्व आम निहाती भाव आपणकर दायित्व फिजिकल एजुकेशन टीचर मैंने तुम निहाती भाव दायित्व एवरीवन should show responsibility and discipline in using the maintaining equipment play field ଆଉ equipment ଭିତରେ ଆମର ନିହାତି ସବୁ ସ୍କୁଲ ଷ୍ଟୁଡେଣ୍ଟ ମାନଙ୍କର ଗୁରୁ ଦାୟିତ୍ୱ ଦରକାର ଆମ ସ୍କୁଲ ଗୋଟେ ଫ୍ୟାମିଲି ହେଇକି ରହିବା ଦରକାର ତାକୁ ମଧ୍ୟ ଆପଣ ମାନେ ଧ୍ୟାନ ଦେବା ଦରକାର ଏ ସବୁ ଜିନିଷ ଉପରେ ଯୋଉ 15ଟା ପଏଣ୍ଟ ଯୋଉ କଲେକ୍ସନ କରିଛି ଏକ୍ସଟ୍ରା ପଏଣ୍ଟ ଡୁ ନଟ୍ ୟୁଜ ଇକ୍विपमेंट ରଫଲି ଆମେ କୌଣସି ରଫଲି ଇକ୍विପमेंट ଆମେ ବ୍ୟବହାର କରିବା ନାହିଁ रफली। अच्छा रिटर्न इक्विपमेंट टू देयर प्रॉपर प्लेस आफ्टर यूज आम व्यवहार कला जो जगह जो प्लेस आम व्यवहार कर रखा दरकार जमीक रिपोर्ट एनी डैमेज इमिडिएटली आम कौन डैमेज है नकमाड़ी रिपोर्ट कर खातार पड़ो
ଏତିକିଟା ଡ୍ୟାମେଜ ହେଇଗଲା, ଏତିକି ଡେଟ୍ରେ ଡ୍ୟାମେଜ ହେଇଗଲା। ଆଚ୍ଛା, ୟୁଜ ଦ ଇକ୍ୱିପମେଣ୍ଟ ଓନ୍ଲି ଫର ଦ ପ୍ରପୋଜ ଦେ ଆର୍ ମେଣ୍ଟ ଫର। ହେଲା, ୟୁଜ ଦ ଇକ୍ୱିପମେଣ୍ଟ ଓନ୍ଲି ଫର, ଆମେ ଯେଉଁ ପ୍ରପୋଜରେ ଇକ୍ୱିପମେଣ୍ଟ ବ୍ୟବହାର କରିବା ସେଇ ପ୍ରପୋଜ, ନା କି ତମେ ଗୋଟେ ରାକେଟ ଆଣିକି ବଲକୁ ମାରିବ। ଏସବୁ ସେମିତି କରିବା ଦରକାର, ସେଗୁଡା ସବୁ ଆପଣ ଧ୍ୟାନ ଦେବା। ଦେଖ ପିଲାମାନେ, ତମାନେ ଏସବୁ ଜିନିଷ ଜାଣିଛ କେବଳ କାଲା ଆଗରେ ମୂଳା ଚବେଇଲା ଭଳିଆ, ମୁଁ କେବଳ ଗାଇଦିନି, କିଛି ନାହିଁ। ତମେ ଏସବୁ ଜିନିଷ ଜାଣିଛ, କିନ୍ତୁ କ୍ୱେଶ୍ଚନ ପଡିଲେ ତମେ ଏପଟ ସେପଟ ହେଇଯିବ। ହେଲା, ଏଇ ଅର୍ଗାନାଇଜେସନ ଆଡମିନିଷ୍ଟ୍ରେସନ ସେମିତି କିଛି ସେମିତି ନାହିଁ ଯେ ଏଇଟା ବହୁତ ସିରିୟସ ପାଠ। ଆଚ୍ଛା, ତାପରେ କିପ୍ ରେକର୍ଡ ଅଫ ରେକର୍ଡ ମେଣ୍ଟେନ କରିବାକୁ ପଡିବ, ଏଟା ତ ତମେ ଜାଣିଛ। ଏନକରେଜ ଷ୍ଟୁଡେଣ୍ଟସ ଟୁ ଟେକ୍ ପାର୍ଟ ଇନ୍ କିପ୍ ଇକ୍ୱିପମେଣ୍ଟ କ୍ଲିନ୍ ଆଣ୍ଡ ସେଫ୍। ସ୍ଟୁଡେଣ୍ଟ କୁ ଏନକରେଜ କରିବ ନା, ଏସବୁ ଜିନିଷ ଭଲରେ ରଖିବ, ସେଫ୍ ରଖ, ଏଟା ସେଠି କର। ଆମେ ତ ଯାହା କରିବା ଷ୍ଟୁଡେଣ୍ଟ ମାନେ ପିଅନ ହାତରେ କରିବା ନା, ତାଙ୍କ ସହିତ ସବୁ ମିଳିମିଶି ରହିବା ଦରକାର। ଫିଜିକାଲ ଏଜୁକେସନ ଟିଚର ସାଧାରଣତଃ ଟିକେ ଷ୍ଟୁଡେଣ୍ଟ ସାଙ୍ଗରେ ଅଧିକ କ୍ଲୋଜ ଥାଏ, ଫ୍ରେଣ୍ଡସିପ ଥାଏ। ହଁ, ଆଚ୍ଛା, ରିପ୍ଲେସ ଓଲ୍ଡ ଆଣ୍ଡ, ହଁ ଆମେ ଯଦି ଡ୍ୟାମେଜ ହେଇଛି ତାକୁ ରିପ୍ଲେସ କରିବା, ଯଦି ଚେଞ୍ଜ କରିବା, ସେ ବି ଜିନିଷ। ଆଚ୍ଛା, ଫଲୋ ମ୍ୟାନୁଫାକ୍ଚର ଇନଷ୍ଟ୍ରକ୍ଚର ଅଫ କେୟାର ଆଣ୍ଡ ମେଣ୍ଟେନାନ୍ସ ମ୍ୟାନୁଫାକ୍ଚର ଜିନିଷର ମ୍ୟାନୁଫାକ୍ଚର MFD ଗୋଟେ ଅଛି, ଡେଟ୍ ଗୋଟେ, ତାକୁ ଦେଖିବ, ତାକୁ ଫଲୋ କରିକି ଖେଳିବା ଦରକାର। ଧରନୀୟ ସବୁ ଜିନିଷ ତ ଏବେ ମ୍ୟାନୁଫାକ୍ଚର ଦେଇଛି, ଧରନୀୟ ମ୍ୟାନୁଫାକ୍ଚର ତିଆରି ହେଇଛି 1800 ଗୋଟେ ଜମ୍ପିଂ ବାର ତିଆରି ହେଇଛି, କି ଗୋଟେ ହାଇ ଜମ୍ପର କି ଲଙ୍ଗ ଜମ୍ପର କି ଯେକୌଣସି ଗୋଟେ ବାର ତିଆରି ହେଇଛି, ଆପଣ ତାକୁ ସପୋର୍ଟ କରିକି ଜମ୍ପ କରିବେ। ମ୍ୟାନୁଫାକ୍ଚର ହେଇଗଲାଣି, ତାର ରିଜେକ୍ଟ ହେଇଗଲାଣି ମାଲ, ଆପଣ ଗୋଡ ଦେଲେ ଭାଙ୍ଗଲା, ଆପଣଙ୍କୁ ଇଞ୍ଜୁରି ହବ। ତେଣୁକରି ତାକୁ ମଧ୍ୟ ଫଲୋ କରିବା ଦରକାର ନିହାତି ଭାବରେ। ଦ୍ୱିତୀୟ ଆସିଲା ସ୍ପୋର୍ଟସ ଇକ୍ୱିପମେଣ୍ଟ ପ୍ରିଜର୍ଭେସନ ଗାଇଡ ପାଉଡର ଆଣ୍ଡ ଅଏଲ। ଦେଖ ପ୍ରୋଟେକ୍ଟିଭ ପାଉଡର ସବୁ ଆଉ କଣ ସ୍ପୋର୍ଟସ ଇକ୍ୱିପମେଣ୍ଟ ପାଇଁ। ଏଇଠି ଦେଖ ସେଟା ସାଇକେଲ ପାଇଁ ଲେଖିଲା ସିଲିକନ ପାଉଡର, ଯେମିତି କି ସବୁ ବଲ ଆଉ ଲେଦର ବଲ ପାଇଁ ଆମେ କୋଉ ପାଉଡର ବ୍ୟବହାର କରିବା ଦରକାର ନା, ବେବି ପାଉଡର ବା ମଏଶ୍ଚର ଆବଜର୍ଭେସନ ଗୋଟେ ଅଛି, TALC ପାଉଡର, ଏଟା ନୋଟ କରି ଲେଖିବ। ଆବଜର୍ଭ ମଏଶ୍ଚର ପ୍ରିଭେଣ୍ଟସ ମୋଲ୍ଡ ଫର ଲେଦର ଗ୍ଲୋଭସ ବଲ ଆଣ୍ଡ ବେଲ୍ଟ ୱାର୍କସ। ଆଚ୍ଛା, ଚକ୍ ଆମେ କୋଉଠି ବ୍ୟବହାର କରିବା ଦରକାର? ଦେଖ ଆମର ଯୋଉ ୱେଟ ଟ୍ରେନିଂ ରେ, ଦେଖ ସିଏ ଏଠି ଗୋଟେ ଭାଇ ଆମର ୱେଟ ଟ୍ରେନିଂ କରୁଛି, ସେଠି ଦେଖ ଜିମ୍ନାଷ୍ଟିକ୍ସ କରୁଛି। ଇମ୍ପ୍ରୁଭ ଗ୍ରିପ୍ କିପ୍ସ ହ୍ୟାଣ୍ଡସ ଡ୍ରାଇ ଫର ବାରବେଲ୍ସ ଡମ୍ବଲ୍ସ କେଟଲବେଲ୍ସ। ଜିମ୍ନାଷ୍ଟିକ୍ସ ଆପରେ ଆମେ କୋଉ ଚକ୍ ବ୍ୟବହାର କରିବା ଦରକାର? ମ୍ୟାଗ୍ନେସିୟମ କାର୍ବୋନେଟ ଚକ୍, ଘୋଷିବ ଏଟାକୁ। ହେଲା, ଗ୍ରିପ୍ ଆଣ୍ଡ ଡ୍ରାଏନେସ୍ ପାଇଁ ମ୍ୟାଗ୍ନେସିୟମ କାର୍ବୋନେଟ ଚକ୍ ଆମେ ବ୍ୟବହାର କରିବା ଦରକାର। ଆଚ୍ଛା, ଏପଟେ ଆସିଲା ପ୍ରିଜର୍ଭେସନ ଅଏଲ। କୋଉ ଅଏଲ ଆମେ ଗ୍ଲୋଭ୍ସ ଫ୍ଲୋଭ୍ସ ପାଇଁ ବ୍ୟବହାର କରିବା ଦରକାର, ବା ଆମେ ସୁ ପାଇଁ ବା ଆମେ ଥ୍ରୋ ବଲ ପାଇଁ କୋଉ ଅଏଲ? ନା ନେଷ୍ଟ ଫୁଡ, କଣ ନେଷ୍ଟ ଫୁଡ ଅଏଲ, ଫୁଟ ଅଏଲ ବା ଲେଦର କଣ୍ଡିସନର, ବା ନେଷ୍ଟ ଫୁଡ ଅଏଲ ବା ଲେଦର କଣ୍ଡିସନର, ଯୋଉଟା କି ରିଷ୍ଟୋର and saphens leather for leather gloves cleanet ball। ଆଚ୍ଛା, ଏଇଟା AI ରୁ ମୁଁ ଉଠେଇଛି। ହେଲା, ଆଚ୍ଛା, ତାପରେ ଆମେ ଏଇ ଯୋଉ ସବୁ ଦେଖ, ଏଇ ଯୋଉ ସବୁ ଧରିକି ଏଇଟା ଗୋଟେ କଣ କହନ୍ତି ରେ, ମୁଁ ଭୁଲିଗଲିଣି। ଏଇ ସବୁ ଗ୍ରିପ୍ ପାଇଁ କୋଉ ଅଏଲ ଦରକାର? ସିନ୍ଥେଟିକ ବେରିଂ ଅଏଲ। ଆଚ୍ଛା, ଆଉ ଗୋଟେ ଅଛି ଆମର ଯୋଉ ମିଲ୍ଡ ମେସିନ ପାଇଁ କେଉଁ ଅଏଲ? ନା ସିଲିକନ ଅଏଲ, ବା ଟ୍ରେଡମିଲ୍ ମେସିନ ପାଇଁ ବେଲ୍ଟ ଲୁବ୍ରିକେଣ୍ଟ ପାଇଁ ସିଲିକନ ଅଏଲ ଆମେ ବ୍ୟବହାର କରିବା ଦରକାର। ଆଚ୍ଛା, ଏବେ ଆସିଲା କ୍ୱାଲିଫିକେସନ ଆଣ୍ଡ କ୍ୱାଲିଟିଜ ଅଫ ଫିଜିକାଲ ଏଜୁକେସନ ଟିଚର। ଗୋଟେ ଫିଜିକାଲ ଏଜୁକେସନ ଟିଚର କ୍ୱାଲିଫିକେସନ ଆଉ କ୍ୱାଲିଟିଜ କଣ ରହିବା ଦରକାର? ଦେଖ ପିଲାମାନେ, ଇଏ ତ ଏଠି ବହୁତ ପ୍ରକାର ଭାଷଣ ଦେଇଥିବ। ଆଚ୍ଛା, ଗୋଟେ କ୍ୱାଲିଫିକେସନ ଆଣ୍ଡ କ୍ୱାଲିଟିଜ ଅଫ ଫିଜିକାଲ ଏଜୁକେସନ ଟିଚର। ଦେଖ କ୍ୱାଲିଫିକେସନ ସେ ସାଧାରଣତଃ କଣ, ମାନେ ତାର କ୍ୱାଲିଫିକେସନ କଣ? ଆପଣଙ୍କର ଯାହା କ୍ୱାଲିଫିକେସନ, ତାହା କ୍ୱାଲିଫିକେସନ ହଉଛି ଗୋଟେ ଫିଜିକାଲ ଏଜୁକେସନ ଟିଚର ରହିବା ଦରକାର, ଜାଣିଲ। ଆଉ କ୍ୱାଲିଟିଜ, ପ୍ରଥମତଃ ଆପଣ କହିବେ, ଯଦି ଅପସନ ଥିବ ଲିଡରସିପ କ୍ୱାଲିଟି, ଆପଣ ମାରିବେ ହଁ। ସବୁ ଜିନିଷକୁ ହ୍ୟାଣ୍ଡେଲ କରିପାରୁଥିବ, ଆପଣ ମାରିବେ ହଁ। ମାନେ କଞ୍ଚା ଓଡିଆରେ ମୁଁ କହିଦେଲି, ଏସବୁ ଜିନିଷ ହଉଛି କ୍ୱାଲିଟିଜ ଅଫ। ଯେମିତି ଦେଲା, ଦେଖ କ୍ୱାଲିଟିଜ ଅଫ ଫିଜିକାଲ ଏଜୁକେସନ, ଗୁଡ ପର୍ସନାଲିଟି, ଆପଣ ମାନେ ସମସ୍ତେ ଜାଣିଛନ୍ତି ଗୁଡ ପର୍ସନାଲିଟି। ଇଫେକ୍ଟସ ଅଫ କମ୍ୟୁନିକେସନ, ଭଲ କମ୍ୟୁନିକେସନ ରହିଥାଏ, ଇଫେକ୍ଟିଭ। ଆଚ୍ଛା, ଫିଜିକାଲି ଫିଟନେସ ରହିଥିବା ଦରକାର, ସେ ମତେ ଲେଖିଲା କି ଫିଜିକାଲି ଫିଟନେସ। ଆଚ୍ଛା, ନଲେଜେବୁଲ ରହିଥିବା ଦରକାର, ଆପଣ ଜାଣିଲେ ଏସବୁ ଜିନିଷ ଜାଣିଛନ୍ତି। ଲିଡରସିପ, ଦେଖ 5 ନମ୍ବରରେ ଲିଡରସିପ କୁଆଡେ ଗଲା? ଲିଡରସିପ ଅଛି। ଆଚ୍ଛା, ପ୍ୟାସେନ୍ସ ଆଣ୍ଡ ଟଲେରାଣ୍ଟ, ସହିବା ଶକ୍ତି ରହିବା ଦରକାର। ଆଚ୍ଛା, ତାପରେ 7 ନମ୍ବରରେ ଏନ୍ଥୁଆଷ୍ଟିକ ଆଣ୍ଡ ପଞ୍ଚୁଆଲ, ମାନେ ତତ୍ପରତା ରହିବା ଦରକାର। ଆଚ୍ଛା, 8 ନମ୍ବରରେ କୋଅପରେଟିଭ, ସମସ୍ତଙ୍କ ସାଙ୍ଗରେ ସେ କୋଅପରେଟିଭ ରହିବା ଦରକାର। ଆଚ୍ଛା, ତାପରେ ଆସିଲା କଣ? ରେସ୍ପନ୍ସିବୁଲ ଆଣ୍ଡ ଡିସିପ୍ଲିନ, ରେସ୍ପନ୍ସିବୁଲ, ଦାୟିତ୍ୱପୂର୍ଣ୍ଣ, ହେଲା, ରହିବା ଦରକାର। ଆଉ ଲଭ୍ ଫର ଚିଲଡ୍ରେନ ଆଣ୍ଡ ସ୍ପୋର୍ଟସ, ସ୍ପୋର୍ଟସ କୁ ସେ ମୁଖ୍ୟତଃ ହଉଛି ସ୍ପୋର୍ଟସ କୁ ଆଉ ଚିଲଡ୍ରେନ କୁ ସେ ଭଲ ପାଉଥିବା ଦରକାର। ଫିଜିକାଲ ଏଜୁକେସନ ଟିଚର କିନ୍ତୁ ଦେଖିଲା ବେଳକୁ ସ୍ପୋର୍ଟସ କୁ ସେ ଭଲ ପାଉନି, ତାହେଲେ ସେ ଫିଜିକାଲ ଏଜୁକେସନ ଟିଚର ଗୋଟେ ଯୋଗ୍ୟ କି ନା ଯୋଗ୍ୟ ନୁହେଁ। ହେଲା, ଆଚ୍ଛା, ଆଉ ଚିଲଡ୍ରେନ କୁ ମଧ୍ୟ ଲଭ୍ କରିବା ଦରକାର।
ତାପରେ ଆସିଲା କ୍ୱାଲିଫିକେସନ ଫିଜିକାଲ ଏଜୁକେସନ ଟିଚର ତ କହିଲି ବିପିଏଡ ଏମପିଏଡ ଏବେ ତ ଓଡିଶା ସରକାରଙ୍କ ଦ୍ୱାରା ସିପିଏଡ ମଧ୍ୟ ହଉଛି ସିପିଏଡ ଡିପିଏଡ ମଧ୍ୟ ଆଡ ହେଲାଣି। ଆଚ୍ଛା ସେଇଭଳିଆ ତାପରେ ପ୍ରଫେସନାଲ ଟ୍ରେନିଂ ସେ ଠିକ ଟ୍ରେନିଂ ନେଇଥିବ ନହେଲେ ହଇରାଣ ହବ ସେ ସ୍କୁଲରେ। ନଲେଜ ଅଫ ସବଜେକ୍ଟ ସେ ଯୋଉ ସବଜେକ୍ଟରେ ଫିଜିକାଲ ଏଜୁକେସନ ଟିଚର ଯୋଉ ସବଜେକ୍ଟ ସବୁ ଅଛି ସେଥିରେ ସବୁ ନଲେଜ ରହିବା ଦରକାର। ଯେମିତି କି ଦେଖ ଲେଖିଛି ସାଇକୋଲୋଜି, ଫିଜିଓଲୋଜି, ଆନାଟୋମି ଏସବୁ ଆଉ ଫାର୍ଷ୍ଟ ଏଡ୍ ଉପରେ ଆଉ ଟ୍ରାକ୍ ଆଣ୍ଡ ଫିଲ୍ଡ ଉପରେ ଜ୍ଞାନ ରହିଥିବା ଦରକାର। ଆଚ୍ଛା ଏକ୍ସପିରିଏନ୍ସ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ଅଫ ଟିଚିଂ ଆଣ୍ଡ କୋଚିଂ ଉପରେ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ରହିଥିବା ଦରକାର। ଲାଇସେନ୍ସ ଅଫ ରେଜିଷ୍ଟ୍ରେସନ କିଛି ଦରକାର ନାହିଁ, ଏଟା ଲାଇସେନ୍ସ ରେଜିଷ୍ଟ୍ରେସନ କାଟିଦବ। ଆଚ୍ଛା ତାପରେ ଆସିଲା କଣ ଆଇସିଟି ସ୍କିଲ୍ କମ୍ପ୍ୟୁଟର ଜ୍ଞାନ ନିହାତି ରହିଥିବା ଦରକାର। ନଲେଜ ଅଫ ରୁଲ୍ସ ସବୁ ଗେମ ର ରୁଲ୍ସ ଉପରେ ନଲେଜ ରହିଥିବା ଦରକାର। ଫାର୍ଷ୍ଟ ଏଡ୍ ନଲେଜ ମଧ୍ୟ ରହିଥିବା ଦରକାର। ଆଚ୍ଛା କଣ୍ଟିନ୍ୟୁଅସ୍ ଲର୍ଣ୍ଣିଂ ମାନେ କଣ୍ଟିନ୍ୟୁଅସ୍ ଲର୍ଣ୍ଣିଂ ସେ କରୁଥିବା ଦରକାର। ସେ କଣ୍ଟିନ୍ୟୁ ଲର୍ନ କରୁଥିବ କିଛି ଡେଲି ଡେଲି କିଛି ନୂଆ ନୂଆ ଶିଖୁଥିବା ଦରକାର ବି ସିଏ। ଆଚ୍ଛା ଇନ ସର୍ଟ ଆମେ ଦେଖିବା ସର୍ଟରେ ଏ ଫିଜିକାଲ ଏଜୁକେସନ ଟିଚର should have the right qualities of character and personality along with the necessary academic qualification and professional skill। ଆଚ୍ଛା ତାପରେ ସ୍ପୋର୍ଟସ ଏଥିକ୍ସ ଗୋଟେ ପିଲାମାନେ ମନେ ରଖିଥାଉ ଟିକେ ପିଲା ସ୍ପୋର୍ଟସ ଏଥିକ୍ସ ଗୋଟେ ମନେ ରଖିଥାଉ। ସ୍ପୋର୍ଟସ ଏଥିକ୍ସ ମାନେ କଣ ସ୍ପୋର୍ଟସ ର ଗୋଟେ ନୀତି ବା ନୀତି ଶାସ୍ତ୍ର ଗୋଟେ ସ୍ପୋର୍ଟସ ର ଗୋଟେ ଅଛି ଫିର୍ ସ୍ପୋର୍ଟସ ସେ ପଚାରିବ ଏମାନଙ୍କ ଭିତରୁ ସ୍ପୋର୍ଟସ ଏଥିକ୍ସ କେଉଁଟା ନୁହେଁ। ଆପଣ ସ୍ପୋର୍ଟସ ଏଥିକ୍ସ ଅର୍ଥ ଏଇଟା ଲେଖିବେ ଫେୟାରନେସ, ଏଇଟା ମନେ ରଖିବେ ଇଣ୍ଟେଗ୍ରିଟି, ରେସ୍ପନ୍ସିବିଲିଟି ଆଣ୍ଡ ରେସ୍ପେକ୍ଟ। କିଛି ବୁଝିବା ଦରକାର ନାହିଁ, ଏଇ ଚାରିଟା ସ୍ପୋର୍ଟସ ଏଥିକ୍ସ ର ଅର୍ଥ ଆପଣ ମନେ ରଖି ଥାନ୍ତୁ। ଆଚ୍ଛା ତାପରେ ଆସିଲା ପ୍ରିପାରେସନ ଅଫ ଟାଇମ ଟେବୁଲ। ଆଚ୍ଛା ପିଲାମାନେ କିଛି ନାହିଁ ଏ ଜିନିଷରେ, ପିଲାମାନେ ଗୋଟେ କଥା ହଉଛି ପ୍ରିପାରେସନ ଅଫ ଟାଇମ ଟେବୁଲ। ମାନେ ଗୋଟେ କଥା ମାନେ ଗୋଟେ କଥା ହଉଛି ହ୍ୱାଟ ଇଜ ଟାଇମ ଟେବୁଲ। ପିଲାମାନେ ଗୋଟେ କଥା ହଉଛି ହ୍ୱାଟ ଇଜ ଟାଇମ ଟେବୁଲ। ଟାଇମ ଟେବୁଲ କହିଲେ କଣ ବୁଝ? ଟାଇମ ଟେବୁଲ ମାନେ କଣ? ଗୋଟେ ସ୍କୁଲର କଣ ହେଲା ନା ଗୋଟେ ସ୍କୁଲର ଆମେ ଟାଇମ ଟେବୁଲକୁ ବୁଝିଥାଉ। ଆଚ୍ଛା ଟାଇମ ଟେବୁଲ କଣ? ଟାଇମ ଟେବୁଲ ଗୋଟେ ଏକାଡେମିକ ଇୟରରେ କଣ କୋଉ ଦିନ କଣ ପଢା ହବ, କୋଉ ଦିନ କେଉଁ ଆକ୍ଟିଭିଟିଜ ରହିବ ତାହା ଉପରେ ଧ୍ୟାନ ଦେବାକୁ ଆମେ କଣ କହନ୍ତି ଟାଇମ ଟେବୁଲ। Good timetable ensure proper organized discipline and efficient working of the school। The following principle ଆମେ ଦେଖିବା good ପ୍ରିପାରେସନ ନା ଗୁଡ ଟାଇମ ଟେବୁଲ। ଦେଖ ଟାଇମ ଟେବୁଲ ଏମିତି ତିଆରି ହବା ଦରକାର ଯେମିତି କି ଷ୍ଟୁଡେଣ୍ଟ ଆଉ ଟିଚର ଭିତରେ ଗୋଟେ ସପୋର୍ଟ କରୁଥିବା ଦରକାର। ଷ୍ଟୁଡେଣ୍ଟକୁ ବି ସୁବିଧା ହଉଥିବ, ଟିଚରକୁ ବି ସୁବିଧା ହଉଥିବ। ଆପଣ କରିଦେବେ କ୍ରିକେଟ ମ୍ୟାଚ ବିଟୱିନ୍ 9th କ୍ଲାସ ଆଣ୍ଡ 10th କ୍ଲାସ ହେଲ୍ଡ ଅନ୍ ହବାକୁ ଯାଉଛି କେବେ? ଆପଣ କହିଦେଲେ କଣ ନା ଜୁଲାଇ ମାସ ହବାକୁ ଅଛି। ଆରେ ଜୁଲାଇ 15 ତାରିଖ ତମ ଧରନିଅ ଜାନୁଆରୀ ମାସ ଲେଖିଦେଲ ଜୁଲାଇ 15 କ୍ରିକେଟ ମ୍ୟାଚ ହବ। ଆରେ ମୁଖ୍ୟ କଥା ହଉଛି ଟାଇମ ଟେବୁଲ ଏମିତି ତିଆରି କରିଦେଲ। ଆରେ ମୁଖ୍ୟ କଥା ହଉଛି ଟାଇମ ଟେବୁଲ ରେ ତ ତମେ ଜୁଲାଇ ଲେଖିଦେଲ, ଜୁଲାଇରେ ତ ଗ୍ରାଉଣ୍ଡ ବୁଡିଥିବ ପାଣିରେ, କାହା ସହିତ କ୍ରିକେଟ ମ୍ୟାଚ ହବ? ସବୁ ଜିନିଷକୁ ଲକ୍ଷ୍ୟ କରିକି ଆମେ ଟାଇମ ଟେବୁଲ କରିବା ଦରକାର। ଟାଇମ ଟେବୁଲରେ ଯେମିତି କୌଣସି ଟିଚର ଉପରେ ୱାର୍କ ଲୋଡ ଅଧିକ ନ ପଡିବ। ଟାଇମ ଟେବୁଲରେ ହଉଛି କଣ ଯେମିତି ସବୁଆଡୁ ଆଭେଲେବୁଲ ଆମେ ଟାଇମ ରଖିଥିବା ଦରକାର। ସେଥିରେ ଆମେ ଡିପାର୍ଟମେଣ୍ଟାଲ ରୁଲସକୁ ମାନିଥିବା ଦରକାର। ସବୁ ସବଜେକ୍ଟ ପ୍ରତ୍ୟେକ ସବଜେକ୍ଟକୁ ଇମ୍ପୋର୍ଟାଣ୍ଟ ଅଫ ସବଜେକ୍ଟ ସବୁ ସବଜେକ୍ଟକୁ ଆମେ ଗୁରୁତ୍ୱ ଦେଉଥିବା ଦରକାର। ଭେରାଇଟି ବିଭିନ୍ନ ପ୍ରକାର ଆମେ କଣ ସବଜେକ୍ଟ ଏକାଡେମିକ ସବଜେକ୍ଟ ସହିତ ଲେଜିଅର ସବଜେକ୍ଟ ବା ଫିଜିକାଲ ଏଜୁକେସନ ସବଜେକ୍ଟ ପ୍ରତି ଗୁରୁତ୍ୱ ଦେଉଥିବା ଦରକାର। ସ୍କୁଲ ବିଲ୍ଡିଂ ଆଣ୍ଡ ଇକ୍ୟୁପମେଣ୍ଟ ଟାଇମ ଟେବୁଲରେ ମଧ୍ୟ ନିହାତି ଗୁରୁତ୍ୱପୂର୍ଣ୍ଣ। ସ୍କୁଲ ବିଲ୍ଡିଂ ନଥିବ, ଚତୁର୍ଥରେ ସୁନୀଲ ସାର୍ ଯିବେ, ପଞ୍ଚମରେ ଇଏ ଯିବ, ଷଷ୍ଠରେ ସିଏ ଯିବ, କିନ୍ତୁ ଦେଖିଲା ବେଳକୁ 1ରୁ 8 ପର୍ଯ୍ୟନ୍ତ ଗୋଟିଏ ରୁମ ରେ ବସୁଥିବା, ଏମିତି କଣ ହବ କି? ଏଟା ଭୁଲ କଥା। କ୍ଲାଇମେଟ ସମର ଆଣ୍ଡ ୱିଣ୍ଟର ସିଜନ ଟାଇମ ଟେବୁଲ ସୁଡ ବି ଡିଫରେଣ୍ଟ। ସମର ମାନେ ଖରା ଦିନ ଆଉ ଶୀତ ଦିନ ଟାଇମ ଟେବୁଲ ସମ୍ପୂର୍ଣ୍ଣ ଡିଫରେଣ୍ଟ ରହିଥିବା ଦରକାର ରୁହେ। ଆଚ୍ଛା ସେଟା ଫ୍ଲେକ୍ସିବୁଲ ମଧ୍ୟ ରହିଲା। ପ୍ରିପାରେସନ ହଁ ଫ୍ଲେକ୍ସିବୁଲ ଅର୍ଥ କଣ ନା ଆମେ ଗୋଟେ ଟାଇମ ଟେବୁଲ ଏମିତି କରିବା ଯେମିତି କି ସମସ୍ତଙ୍କ ପାଖରେ ଫ୍ଲେକ୍ସିବୁଲ, ସମସ୍ତେ ଜିନିଷକୁ ପ୍ରିପାରେସନ ବା ଟିଚର୍ସ ମାନେ ତ ଟିଚର୍ସକୁ ସୁବିଧା ଦେବା ଯେମିତି କି ସେ ଲେସନ ପ୍ଲାନ
ସଠିକ ଭାବରେ କ୍ରିଏଟ କରିଥିବା ଦରକାର। ଆଚ୍ଛା ପିଲାମାନେ ଲେସନ ପ୍ଲାନ କଣ? ଲେସନ ପ୍ଲାନ ହଉଛି ପ୍ରତ୍ୟେକ ଟିଚର ର ନିତିଦିନର ଡାଏରୀ। ସିଏ ଆଜି କଣ କଲେ, କେତେବେଳେ କଣ କଲେ, କଣ ନାହିଁ, ସବୁ ଜିନିଷ ସେ ଲେସନ ପ୍ଲାନରେ ଲେଖିବା ଦରକାର। ତାଙ୍କର ପ୍ରି ପ୍ଲାନ କଣ ରହିଥିବା ଦରକାର, ଆମେ ଲେସନ ପ୍ଲାନ ବିଷୟରେ ପଢିବା। ଆଚ୍ଛା ପ୍ରିପାରିଂ ଟାଇମ ଟେବୁଲରେ ମଧ୍ୟ ମୁଁ ସେଇ କଥା ଲେଖିଛି ଏଠି ଦେଖ। A good timetable ensure proper organization, efficient use of time and resource, and help achieve the goal uh, of physical education and sports activities. ହେଲା ଆଚ୍ଛା ଦେଲା steps of timetable ମୁଁ ଯେମିତି କହିଲି, identify objective, analyze need of ଦେଖ ଏଇଠି କିଛି type of school ଏସବୁ ଛାଡିକି ଏଇଠି ଦେଖ ଆମେ ଟାଇମ ଟେବୁଲ ଆଗେ ହଉଛି ମୁଖ୍ୟ ଗୁରୁତ୍ୱ ହଉଛି ଟାଇପ ଅଫ ସ୍କୁଲ। କୋଉ ପ୍ରକାର ସ୍କୁଲ ଅଛି, କୋ ଏଜୁକେସନାଲ କୋ କରିକୁଲାର ଆକ୍ଟିଭିଟିଜ ସହିତ ସ୍କୁଲ ଅଛି, ନା ଖାଲି ସ୍କୁଲ ଅଛି, ନା 1 ରୁ 5 ପର୍ଯ୍ୟନ୍ତ ସ୍କୁଲ ଅଛି, ନା 1 ରୁ 10 କତି ସ୍କୁଲ ଅଛି, ନା ଖାଲି ନବମ ଦଶମ ଅଛି। କୋଉ ପ୍ରକାର ସ୍କୁଲ ପ୍ରତି ଗୁରୁତ୍ୱ ଦେବା ଦରକାର। ଆଭିଆବିଲିଟି ଅଫ ଟାଇମ ମୁଁ ସେ କଥା କହିଲି। ଇମ୍ପୋର୍ଟାନ୍ସ ଅଫ ଟାଇମ ସବୁ ଜିନିଷ, ଇମ୍ପୋର୍ଟାନ୍ସ ଅଫ ସବଜେକ୍ଟ ଡିପାର୍ଟମେଣ୍ଟାଲ ରୁଲ୍ସ, ୱାର୍କଲୋଡ, ଭେରାଇଟିଜ, ସ୍କୁଲ ବିଲ୍ଡିଂ ଇକ୍ୟୁପମେଣ୍ଟ, କ୍ଲାଇମେଟ ଫ୍ଲେକ୍ସିବିଲିଟି ସବୁ ଜିନିଷ ମୁଁ କହିଛି ଏଠି। ଆପଣମାନେ ଦେଖିବେ ବେନିଫିଟ ଟା ଦେଖ ଏଠି। ବେନିଫିଟ ବେଟର ଟାଇମ ମ୍ୟାନେଜମେଣ୍ଟ ହବ, efficient use of source, improvement participation, enhance performance, development of discipline, responsibility, ଟାଇମ ଟେବୁଲ ଠିକ ହବ, ଆମେ ତାକୁ ସବୁ କଣ ବେନିଫିଟ ଆମର ହବ। ରେକର୍ଡ ଆଣ୍ଡ ରେଜିଷ୍ଟର ସେଇଭଳିଆ, ରେକର୍ଡ ଆଣ୍ଡ ରେଜିଷ୍ଟର। ଆଚ୍ଛା ରେକର୍ଡ ଆଣ୍ଡ ରେଜିଷ୍ଟର କଣ ନା, ରେକର୍ଡ ଆଣ୍ଡ ରେଜିଷ୍ଟର ଇନ୍ ସ୍ପୋର୍ଟସ ମ୍ୟାନେଜମେଣ୍ଟରେ ରେକର୍ଡ କାହିଁକି କରାଯିବ? ଆରେ ରେକର୍ଡ କରାଯିବନି ନା ଗତ ବର୍ଷ କିଏ ଚମ୍ପିୟନ ହେଇଥିଲା, ଏ ବର୍ଷ କିଏ ଚମ୍ପିୟନ ହେଲା, ଏ ସବୁ ଜିନିଷ ଉପରେ ଗୁରୁତ୍ୱ ନିହାତି ଦେବା ଦରକାର ରେକର୍ଡ। ଆଚ୍ଛା ରେଜିଷ୍ଟର, ରେଜିଷ୍ଟର ହଉଛି ଆମର ବିଭିନ୍ନ ପ୍ରକାର ରେଜିଷ୍ଟର ଅଛି, ଷ୍ଟକ୍ ରେଜିଷ୍ଟର। ଆଚ୍ଛା ଆମେ ରେକର୍ଡ ଆଣ୍ଡ ରେଜିଷ୍ଟର ପ୍ରଥମେ ଦେଖ ଲେଖିଲା ଷ୍ଟୁଡେଣ୍ଟ ଆଉ ପ୍ଲେୟର ରେଜିଷ୍ଟର ଗୋଟେ ରହିବ, ଇଏ ମଧ୍ୟ ନିହାତି ଗୁରୁତ୍ୱପୂର୍ଣ୍ଣ। ପ୍ଲେୟର ରେଜିଷ୍ଟର, ପ୍ଲେୟର ଇନ ଡିଟେଲ ସବୁ ଡିଟେଲ୍ସ ସେଥିରେ ଉପଲବ୍ଧ ଥିବ, ଯେମିତିକି ନେମ୍, ଏଜ୍, କ୍ଲାସ କଣ୍ଟାକ୍ଟ, ଆଡମିସନ ଡେଟ୍, ମେଡିକାଲ ଷ୍ଟାଟସ ସବୁ ମେଣ୍ଟେନ କିଏ କରିବେ ନା ଫିଜିକାଲ ଏଜୁକେସନ ଟିଚର। ଡାଉନ୍ ସାଇଡରେ ଲେଖିଲା। ଆଚ୍ଛା ତାପରେ ଆଚ୍ଛା ମେଣ୍ଟେନ କିଏ କରିବେ, ଫିଜିକାଲ ଏଜୁକେସନ ଟିଚର। ତାପରେ ଆଟେଣ୍ଡାନ୍ସ ରେଜିଷ୍ଟର, ଆଟେଣ୍ଡାନ୍ସ ରେଜିଷ୍ଟର କିଏ ରେଜିଷ୍ଟର କରିବେ, ଫିଜିକାଲ ଏଜୁକେସନ ଟିଚର, କିନ୍ତୁ ଆକ୍ଚୁଆଲି ଏସଏମଇ ସ୍କୁଲ ଆଣ୍ଡ ମାଥ୍ ଡିପାର୍ଟମେଣ୍ଟରେ କିଏ କ୍ଲାସ ଟିଚର ରେଜିଷ୍ଟର ମେଣ୍ଟେନ କରନ୍ତି ହେଲା। ଆଚ୍ଛା ତାପରେ ଆସେ କଣ, ଡେଲି ଆକ୍ଟିଭିଟିଜ ରେଜିଷ୍ଟର କିଏ ମେଣ୍ଟେନ କରିବେ ନା ଫିଜିକାଲ ଏଜୁକେସନ ଟୁ ରେକର୍ଡ ଡେଲି ଆକ୍ଟିଭିଟି, ଆଜି କଣ ହବ, କାଲି ହବ, ଡେଲି ଆକ୍ଟିଭିଟିଜ ପାଇଁ ଗୋଟେ ରେଜିଷ୍ଟର ଆବଶ୍ୟକ। ଆଚ୍ଛା ତାପରେ ଆସିଲା କଣ, ଫିକ୍ସର ରେଜିଷ୍ଟର, କାହା ସହିତ କଣ ଖେଳ ହବ, କେବେ, ଆଜି ନବମଙ୍କର ସେଇଆ, କାଲି ଏଇଆ, ସବୁ ଜିନିଷ ଫିକ୍ସ ହବା ଆଗରୁ। ଟୁ ରେକର୍ଡ ଡିଟେଲ୍ସ ଅଫ କମ୍ପିଟିସନ ଆଣ୍ଡ ମ୍ୟାଚେସ୍, ସବୁ ଜିନିଷ ପାଇଁ ମ୍ୟାଚ୍ କାହା ସହିତ ହବ, କମ୍ପିଟିସନ କେତେବେଳେ, ଫିକ୍ସର ରେଜିଷ୍ଟର ହବ। ତାକୁ ବି ମେନସନ କରିବ କି ସ୍ପୋର୍ଟସ ଇନଚାର୍ଜ ମେନସନ କରନ୍ତି, ତାକୁ ଘୋଷିବ। ପରଫରମାନ୍ସ ରେଜିଷ୍ଟର, ପରଫରମାନ୍ସ ରେଜିଷ୍ଟର ଆର ପରଫରମାନ୍ସ କେମିତି ଥିଲା, ଏଇଟା ବେଶୀ ଟିକେ ରଙ୍ଗେଇଛି, ବାକି ଏଟା ବି ରହିବା ନିହାତି ଭଲ ହବ। ପରଫରମାନ୍ସ ଇନ୍ ଗେମ୍, ଟେଷ୍ଟ, ଟ୍ରାଏଲ୍ସ, ଆର ପରଫରମାନ୍ସ ଷ୍ଟୁଡେଣ୍ଟର ଭଲ, ଏ ଷ୍ଟୁଡେଣ୍ଟର ଖରାପ, ୟାକୁ ସବୁ ମେନସନ କିଏ କରିବ ନା କୋଚ୍ ଫିଜିକାଲ ଏଜୁକେସନ ଟିଚର କରିପାରିବ। ଇକ୍ୟୁପମେଣ୍ଟ ରେଜିଷ୍ଟରକୁ ମେନସନ କରିବ କି ଇକ୍ୟୁପମେଣ୍ଟ ଇନଚାର୍ଜ, ବା ଇଏ ସବୁ ପାଇଁ ତ ଫିଜିକାଲ ଏଜୁକେସନ ଟିଚର ହିଁ ଦାୟୀ ହେଲା, ପିଇଟି ଦାୟୀ, ସବୁ ମେନସନ କରିବ, ମେଣ୍ଟେନ କରିବ। ସେମିତିକି ଆସିଲା ଇସ୍ୟୁ ଆଣ୍ଡ ରିଟର୍ନ ରେଜିଷ୍ଟର, ମୁଁ ଇସ୍ୟୁ କରିବି ମୋର ଗୋଟେ ବଲ୍ ଦରକାର, ପୁଣି ରିଟର୍ନ କରିବି ମୋର ଏଇ ବଲଟା କାମ ସରେ, ତାକୁ ମେନସନ ଇଏ ମେଣ୍ଟେନ କିଏ କରିବ, ତାକୁ ମେଣ୍ଟେନ କରିବ ଇକ୍ୟୁପମେଣ୍ଟ ଇନଚାର୍ଜ। ଆଚ୍ଛା ଇଞ୍ଜୁରି ରେଜିଷ୍ଟର, ଏ ପିଲା ଗତ 3 ଦିନ ତଳେ